ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 76 ଗୀତରୁ ଅଧ୍ୟୟନ କରିବା ନିମନ୍ତେ ଆରମ୍ଭ କରିବା। ତେବେ ବର୍ତ୍ତମାନ ଆମେ ଗୀତ ସଂହିତାର ଲେବୀୟ ବିଭାଗ ମଧ୍ୟରେ ଅଛୁ, ଯାହାକି ଗୀତ 73 ପର୍ବରୁ ଆରମ୍ଭ ହୋଇ 89 ପର୍ବ ମଧ୍ୟରେ ସମାପ୍ତ ହୋଇଅଛି ଓ ଏକ ସମ୍ବାଦ ରହିଅଛି, ଯାହାକି ଗୀତ ସଂହିତାର ପ୍ରତ୍ୟେକ ଭାଗରେ ତହିଁର କ୍ରମ ବୃଦ୍ଧି ଘଟିବାର ଆମେ ଲକ୍ଷ୍ୟ କରୁଅଛୁ। ଆପଣଙ୍କର ମନେଥିବ ଗୀତ 74 ପର୍ବରେ ଆମେ ଉଦ୍ଧାର ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିଥିଲୁ, ଯେତେବେଳେ କି ମନ୍ଦିର ଶତ୍ରୁମାନଙ୍କ ଲାଗି କଳୁଷିତ ହୋଇଅଛି। ଗୀତ 75 ପର୍ବରେ ଏକ ଉଦ୍ଧାରର ଗୀତକୁ ଆମେ ଲକ୍ଷ୍ୟ କରୁ, ଯାହାକି ଈଶ୍ୱରଙ୍କ ଉଦ୍ଧାରର କାର୍ଯ୍ୟ ନିମନ୍ତେ ସେମାନେ ଗୀତ ମାଧ୍ୟମରେ ଈଶ୍ୱରଙ୍କର ଧନ୍ୟବାଦ କରନ୍ତି, ଯାହାକି ସେମାନେ ଉତ୍ତର ରାଜ୍ୟର ଶତ୍ରୁମାନଙ୍କ ହସ୍ତରୁ ଉଦ୍ଧାର ପାଇବା ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦାର୍ଥକ ଗୀତ ଗାନ କରନ୍ତି। ସେମାନେ ପୂର୍ବରୁ ବା ପଶ୍ଚିମରୁ ବା ଦକ୍ଷିଣରୁ କୌଣସି ସାହାଯ୍ୟ ପାଇପାରିଲେ ନାହିଁ। ଆଉ ଉତ୍ତର ଥିଲା ଯେଉଁଠାରୁ ସେମାନଙ୍କ ନିମନ୍ତେ ସମସ୍ୟା ଆସି ଉପସ୍ଥିତ ହେଉଥିଲା। ଉତ୍ତର ଦିଗରୁ ଇସ୍ରାଏଲ ଦେଶକୁ ଅଧିକାର କରିବା ନିମନ୍ତେ ରୁଷିଆର ଆଗମନ ହେବ, ଯାହାକି ସେହି ମହାକ୍ଲେଶର ସମୟରେ ଘଟିବ ବୋଲି ଆମେ ବିଶ୍ୱାସ କରୁଅଛୁ। ବର୍ତ୍ତମାନ ଆମେ ଏହି 76 ପର୍ବରେ ଲକ୍ଷ୍ୟ କରିବାକୁ ଯିବା ଯେ ପ୍ରଭୁ ଯୀଶୁ ତାହାଙ୍କ ରାଜ୍ୟରେ ରାଜା ଓ ଯାଜକ ଭାବେ ରାଜତ୍ୱ କରୁଅଛନ୍ତି, ଯେ କି ପ୍ରକୃତ ମଲ୍କିସେଦକ। ଏହି ଜଗତର ମନୁଷ୍ୟ ତାଙ୍କର ବଶୀଭୂତ ହେବାକୁ ଅଛନ୍ତି। ତେବେ ଏହି ସମସ୍ତ ବିଷୟ ଆମେ ସେହି ଆଗାମୀ ମହାକ୍ଲେଶର ସମୟକୁ ଦୃଷ୍ଟି ଆଗରେ ରଖି ଚିନ୍ତା କରିବା ଉଚିତ, କାରଣ ଏହି ସମସ୍ତ ବିଷୟ ସେହି ପ୍ରଭୁ ଯୀଶୁଙ୍କର ଦ୍ୱିତୀୟ ଆଗମନର ସମୟକୁ ଲକ୍ଷ୍ୟ କରି ଭାବବାଣୀ ଆକାରରେ ପ୍ରକାଶ କରାଯାଇଅଛି, ଯାହାର ବାସ୍ତବ ସଫଳତା ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବା ସମୟରେ ଘଟିବା ପାଇଁ ଯାଉଅଛି। ଏହି ଗୀତ 76 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ସିଂହାସନରେ ଉପବିଷ୍ଟ ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କ ଭାବବାଣୀ। ତେବେ ଗୀତ 76 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକରୀ ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ। ପରମେଶ୍ୱର ଜିହୁଦା ମଧ୍ୟରେ ପରିଚିତ ଅଟନ୍ତି, ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ୍, ମଧ୍ୟ ସାଲେମରେ ତାହାଙ୍କର ଆବାସ ଓ ସିଓନରେ ତାହାଙ୍କର ବାସସ୍ଥାନ। ଏଠାରେ ଆମେ 4ଟି ଭୌଗୋଳିକ ସ୍ଥାନର ପରିଚୟ ପାଉଅଛୁ, ଜିହୁଦା, ଇସ୍ରାଏଲ, ସାଲେମ ଓ ସିଓନ, ଯାହାକି ଇସ୍ରାଏଲ ମଧ୍ୟରେ ରହିଅଛି। ଏହିସବୁ ସ୍ଥାନଗୁଡ଼ିକ ଅନ୍ୟ କୌଣସି ସ୍ଥାନ ସହିତ ତୁଳନୀୟ ନୁହେଁ। ସାଲେମ ହେଉଛି ଜିରୁସାଲମର ପୁରାତନ ନାମ, ଯାହାର ଅର୍ଥ ହେଉଛି ଶାନ୍ତିର ବାସସ୍ଥାନ। ଏହି ସମସ୍ତ ସ୍ଥାନଗୁଡ଼ିକ ମଧ୍ୟ ଆମମାନଙ୍କ ପାଇଁ ଶିକ୍ଷା ଦେଇଥାଏ। ଏହି ସମସ୍ତ ସ୍ଥାନଗୁଡ଼ିକ ମଧ୍ୟ ଦେଇ ଆମମାନଙ୍କୁ ଏହା ଶିକ୍ଷା ମିଳେ ଯେ ଆମମାନଙ୍କ ନିମନ୍ତେ ମହାନ ଆଶୀର୍ବାଦର ବିଷୟ ରହିଅଛି। 76 ପର୍ବର 3 ପଦରେ ଏହିପରି ଲେଖା ଅଛି, ସେଠାରେ ସେ ଧନୁ ତୀର ସବୁ, ଢାଲ ଓ ଖଡ଼୍ଗ ଓ ଯୁଦ୍ଧ ଭଙ୍ଗ କଲେ। ଏହି ଦିନ ବିଷୟ ନେଇ ଯିଶାୟ ଭାବବାଦୀ ତାହାଙ୍କ ପୁସ୍ତକର 2 ପର୍ବର 4 ପଦରେ ଏହିପରି ପ୍ରକାଶ କରନ୍ତି, ପୁଣି ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ। ତହିଁରେ ସେମାନେ ଆପଣା ଖଡ଼୍ଗ ଭାଙ୍ଗି ନଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦା ନିର୍ମାଣ କରିବେ। ଏକ ଦେଶୀୟ ଲୋକ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ଼୍ଗ ଉଠାଇବେ ନାହିଁ, କିଓ ବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। ଯିଶାୟ ଭବିଷ୍ୟତ ବକ୍ତା ଏଠାରେ ଏକ ଶାନ୍ତି ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ପ୍ରଭୁ ଖ୍ରୀଷ୍ଟଙ୍କର ଏହି ଜଗତକୁ ପୁନର୍ବାର ଆଗମନ କରିବା ସମୟରେ ପ୍ରତିଷ୍ଠିତ ହେବ। କାରଣ ଯେପର୍ଯ୍ୟନ୍ତ ମନୁଷ୍ୟ ହୃଦୟର ପାପ ଉଦ୍ଧାରପ୍ରାପ୍ତ ହେବାରେ କିଓବା ବିଚାରିତ ହେବାରେ ଦୂରୀଭୂତ ହୋଇନାହିଁ, ସେ ପର୍ଯ୍ୟନ୍ତ ଶାନ୍ତି ରାଜ୍ୟ ପ୍ରତିଷ୍ଠିତ ହୋଇପାରିବ ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଯେତେବେଳେ ଆଗମନ କରିବେ, ସେତେବେଳେ ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟ ସବୁ ଲୋପ କରି ଧାର୍ମିକତାର ରାଜ୍ୟ ପ୍ରତିଷ୍ଠିତ କରାଇବେ। କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଏହି ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। 76 ପର୍ବର 4 ପଦରେ ଲେଖା ଅଛି, ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜମୟ ଓ ମହିମାନ୍ୱିତ। ଏହି ମୃଗୟାର ପର୍ବତଗଣର ଅର୍ଥ କ'ଣ? ଏହା ଜିରୁସାଲମକୁ ଦର୍ଶାଏ। ସେହି ନଗର ପ୍ରାୟ 27 ଥର ଶତ୍ରୁ ହସ୍ତରେ ଅବରୁଦ୍ଧ ହୋଇଅଛି। ଏହା ପ୍ରକୃତରେ ମୃଗୟାର ପର୍ବତ ସ୍ୱରୂପ ହୋଇଅଛି। ମାତ୍ର ପ୍ରଭୁ ଯୀଶୁ ସେହି ଲୋକମାନଙ୍କର ବିଚାର କରିବାକୁ ଯାଉଅଛନ୍ତି, ଯେଉଁମାନେ କି ଗର୍ବିତ, ପ୍ରତିହିଂସ୍ରକ ଓ ସେହି ଜିରୁସାଲମ ନଗର ବିରୁଦ୍ଧରେ ଆସିଅଛନ୍ତି। ତେବେ 76 ପର୍ବର 5 ପଦରେ ଏହିପରି ଲେଖା ଅଛି, ସାହସିକ ଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି। ପୁଣି ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇନାହିଁ, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି। ଏହାର ଅର୍ଥ ସାହସିକ ଚିତ୍ତମାନେ ସଜାଗ କିଓବା ଅବଗତ ନଥିଲେ। ପ୍ରଥମ ଯୋହନ 5 ପର୍ବର 19 ପଦରେ ଏହିପରି ପ୍ରକାଶ କରନ୍ତି,
ଆମ୍ଭେମାନେ ଯେ ଈଶ୍ୱରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମମାନେ ଜାଣୁ। ଶୟତାନ ଚାହେଁ ନାହିଁ ଯେ ଜଗତ ଜାଗ୍ରତ ହେଉ। ତେଣୁକରି ସେ ଚାହେଁ ନାହିଁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉ ଓ ଅନେକ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉନ୍ତୁ। ସେ ଚାହେଁ ସେମାନେ ଯେପରି ଆତ୍ମିକ ଜୀବନରେ ଶୋଇ ରୁହନ୍ତୁ। ଲେଖା ଅଛି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇନାହିଁ। ନିଦ୍ରାରୁ ଜାଗ୍ରତ ହେବା ପରେ ସେମାନେ ସେହି ଗିଦିଓନଙ୍କ ସମୟର ମିଦିଓନୀୟମାନଙ୍କ ପରି ଥିଲେ, ଯେତେବେଳେ କି ସେମାନେ ସେହି ତୁରୀ ଶବ୍ଦ ଶୁଣି ଜାଗ୍ରତ ହେବା ପରେ ସେହି ଆଲୋକକୁ ଦେଖିଲେ। ସେମାନେ ଜାଣିବାକୁ ପାରିଲେ ଯେ ସେମାନେ ଧରାଯାଇଅଛନ୍ତି। ବିଚାରକର୍ତ୍ତା 7 ପର୍ବର 21ରେ ଲେଖା ଅଛି, ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। ତହିଁରେ ସୈନ୍ୟ ଦଳ ଦୌଡ଼ା ଦୌଡ଼ି କଲେ। ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ। ଏହାପରେ 76 ପର୍ବର 6 ପଦରେ ଲେଖା ଅଛି, ହେ ଯାକୁବର ପରମେଶ୍ୱର, ତୁମ ଗର୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ପୁନର୍ବାର ଏହି ଜଗତକୁ ଆଗମନ କରିବେ, ସେତେବେଳେ ତାହାଙ୍କର ଅନୁଯୋଗରେ ରଥ ଓ ଅଶ୍ୱ ମହାନିଦ୍ରାଗତ ହେବେ ଓ ପ୍ରଭୁ ଗୌରବର ସହିତ ପ୍ରକାଶିତ ହେବେ। ସେଥିପାଇଁ ଯିଶାୟ 60 ପର୍ବର ପ୍ରଥମ ପଦ ସେହି ଦିନ ବିଷୟ ନେଇ ପ୍ରକାଶ କରେ ଓ ଯିଶାୟ 4 ପର୍ବର 5 ପଦ ସେହି ଦିନ ବିଷୟ ନେଇ ଅଧିକ କିଛି ପ୍ରକାଶ କରେ। ଲେଖା ଅଛି, ଆଉ ସଦାପ୍ରଭୁ ସିଓନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ। କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ। ଯେଉଁ ପ୍ରତାପ ସେଠାରେ ରହିବ, ତାହା ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରେ। ମାତ୍ର ଏହି ସମସ୍ତ ସେହି ଭବିଷ୍ୟତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ସମୟରେ ଘଟିବା ପାଇଁ ଯାଉଅଛି। ଏହାପରେ 76 ପର୍ବର 7 ପଦରୁ 12 ପଦ ମଧ୍ୟରେ ଆମେ ଈଶ୍ୱରଙ୍କର ସେହି ପ୍ରତିଶୋଧର ଦିନ ଆସିବାର ଲକ୍ଷ୍ୟ କରୁଅଛୁ। ତେବେ ପ୍ରକାଶିତ ବାକ୍ୟ 6 ପର୍ବର 17 ପଦରେ ଯୋହନ କହନ୍ତି, କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି, ଆଉ କିଏ ଠିଆ ହୋଇପାରେ? ପ୍ରଭୁ ଯୀଶୁ ଯେତେବେଳେ ଏହି ପୃଥିବୀ ପୃଷ୍ଠ ଉପରକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସମସ୍ତ ବିଷୟ ତାହାଙ୍କର ପାଦ ତଳେ ବଶୀଭୂତ ହେବାକୁ ଯାଉଅଛନ୍ତି। 76 ପର୍ବର 10 ପଦରେ ଲେଖା ଅଛି, ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ। ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ। ଈଶ୍ୱର କହନ୍ତି ଯେ ସେ ମନୁଷ୍ୟକୁ କେବଳ ସେହି ପର୍ଯ୍ୟନ୍ତ ଯିବାକୁ ଛାଡ଼ି ଦିଅନ୍ତି। କିନ୍ତୁ ସେ ଯାହା ହେଉ ନା କାହିଁକି, ସେହି ମହାକ୍ଲେଶର ସମୟରେ ଏହା ଜଣାଯାଏ ଯେ ପ୍ରଭୁ ଯୀଶୁ ସମସ୍ତ ନିୟନ୍ତ୍ରଣ ସୀମାକୁ ବାହାର କରିଦେବେ ଓ ମନୁଷ୍ୟକୁ ପ୍ରାନ୍ତ ପର୍ଯ୍ୟନ୍ତ ଯିବାକୁ ଛାଡ଼ିଦେବେ। ଆଜି ମନୁଷ୍ୟକୁ ଆୟତ୍ତାଧୀନ କରାଯାଉଅଛି। ସେହି ନିୟନ୍ତ୍ରଣକାରୀ ହେଉଛନ୍ତି ପବିତ୍ର ଆତ୍ମା। ଆଜି ଜଗତରେ ଆଉ କିଏ ମନ୍ଦତାର ପ୍ରତିରୋଧ କରିପାରିବ? ଈଶ୍ୱର ମନୁଷ୍ୟର କ୍ରୋଧକୁ ତାହାଙ୍କର ପ୍ରଶଂସାରେ ପରିଣତ କରିବା ପାଇଁ ଯାଉଅଛନ୍ତି। ଈଶ୍ୱରଙ୍କ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ଶୟତାନିକ ପ୍ରକୋପକୁ ସେ ଦମନ କରିବେ। ଗୀତ 110ର 3 ପଦରେ ଲେଖା ଅଛି, ତୁମ ପରାକ୍ରମର ଦିନରେ ତୁମ ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି। ତାହାଙ୍କ ଲୋକମାନେ ମାନତ କରନ୍ତି ଓ ସେମାନଙ୍କର ମାନତ ପୂର୍ଣ୍ଣ କରନ୍ତି। ବିଜାତୀୟ ଗୋଷ୍ଠୀଗୁଡ଼ିକ ତାହାଙ୍କର ବଶୀଭୂତ ଅଟନ୍ତି। ଯେତେବେଳେ ପ୍ରଭୁ ଯୀଶୁ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସମସ୍ତ ବିଷୟ ତାହାଙ୍କ ପଦତଳେ ବଶୀଭୂତ କରାଯିବ। ଯେଉଁ ଶୟତାନିକ ଶକ୍ତି ଈଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କର ଅଭିଷିକ୍ତଙ୍କ ବିରୁଦ୍ଧରେ ଉଠିବ, ସେ ତାହାକୁ ବାନ୍ଧିଦେବେ। ତାହାଙ୍କର ଲୋକମାନେ ମାନତ କରି ତାହା ପୂର୍ଣ୍ଣ କରିବେ ଓ ବିଜାତୀୟ ଗୋଷ୍ଠୀମାନେ ତାହାଙ୍କର ବଶୀଭୂତ ହେବେ। ଗୀତ 72 ପର୍ବର 10 ଓ 11 ପଦରେ ଲେଖା ଅଛି, ତର୍ଷିସର ଓ ଦ୍ୱୀପ ସମୂହର ରାଜଗଣ ଦର୍ଶନୀ ଆଣିବେ। ଶିବାର ଓ ଶିବାର ରାଜଗଣ ଭେଟିଦାନ କରିବେ। ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ। ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ। ଏହା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ସମୟରେ ଘଟିବା ପାଇଁ ଯାଉଅଛି। ବାସ୍ତବରେ ଏହା କେତେ ମହାନ ଦିନ ହେବ। ଆସନ୍ତୁ ଏହାପରେ 77 ପର୍ବ ମଧ୍ୟକୁ ଯିବା। ଏହି 77 ଗୀତଟି ଈଶ୍ୱରଙ୍କର ଦୟା ଓ ଉତ୍ତମତା ବିଷୟରେ ହତବୁଦ୍ଧି ହେବା ବିଷୟ ନେଇ ପ୍ରକାଶ କରେ। ଏହି ଗୀତଟି ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନ୍ର ରୀତ୍ୟନୁସାରେ ଆସଫର ଗୀତ। ଆପଣ ଜାଣିଥିବେ, ଜିଦୁଥୁନ୍ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ। ଆସଫ ତାହାଙ୍କ ନିମନ୍ତେ ଏହି ଗୀତଟି ଲେଖିଥିଲେ। ଏହା ଏକ ଆତ୍ମସମୀକ୍ଷାର ସମୟକୁ ପ୍ରକାଶ କରେ, ଯେହେତୁ ସେହି ଦିନରେ ଲୋକମାନଙ୍କ ମନରେ ହତବୁଦ୍ଧିର ଭାବ ପରିଲକ୍ଷିତ ହେବ। ଏହାର ସମସ୍ୟାଟି ହେଉଛି ବିଶ୍ୱାସ। ମାତ୍ର ବିଶ୍ୱାସ ହିଁ କେବଳ ସମାଧାନର ଉପାୟ।
ପୁନର୍ବାର ଉତ୍ତରଟି ଆବାସ ମଧ୍ୟରେ ହିଁ ରହିଅଛି। କାରଣ ଇତିହାସ ପ୍ରକାଶ କରେ ଯେ ଈଶ୍ୱର ତାହାଙ୍କର ଲୋକମାନଙ୍କୁ କେବେ ହେଲେ ଭୁଲି ଯାଆନ୍ତି ନାହିଁ। ତେବେ ଦେଖନ୍ତୁ 77 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନ୍ର ରୀତି ଅନୁସାରେ ଆସଫର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୁକ୍ତି କରିବି। ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୁକ୍ତି କରିବି। ତହିଁରେ ସେ ମୋ ପ୍ରତି କର୍ଣ୍ଣପାତ କରିବେ। ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି। ରାତ୍ରି କାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା। ମୋର ପ୍ରାଣ ପ୍ରବୋଧ ମାନିବାକୁ ଅସମତ ହେଲା। ପ୍ରଭୁଙ୍କୁ ଅନ୍ୱେଷଣ କରିବାର ଉତ୍ତମ ସମୟ ହେଉଛି ସମସ୍ୟା ମଧ୍ୟ ଦେଇ ଗତି କରିବାର ସମୟ। ସମସ୍ୟା ମଧ୍ୟରେ ପ୍ରଭୁଙ୍କଠାରେ ବିଶ୍ୱାସ କରି ପ୍ରାର୍ଥନା କରିବା ହେଉଛି ସବୁଠାରୁ ଉତ୍ତମ ବିଷୟ। କାରଣ ସେ ହିଁ କେବଳ ଆମମାନଙ୍କୁ ସମସ୍ୟା ମଧ୍ୟରୁ ଉଦ୍ଧାର କରିପାରିବେ। ସେ ଆମମାନଙ୍କର ପ୍ରାର୍ଥନା ଶୁଣି ଆମମାନଙ୍କୁ ଉତ୍ତର ଦେବା ନିମନ୍ତେ ସମର୍ଥ ଈଶ୍ୱର। ଲେଖା ଅଛି, ତହିଁରେ ସେ ମୋ ପ୍ରତି କର୍ଣ୍ଣପାତ କରିବେ। ଈଶ୍ୱର ଆପଣଙ୍କର ପ୍ରାର୍ଥନା ଶୁଣିବେ। ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ସମସ୍ୟା ମଧ୍ୟ ଦେଇ ଗତି କରନ୍ତି ସେତେବେଳେ ଆପଣ ତାହାଙ୍କ ନିକଟକୁ ଯାଆନ୍ତୁ, କାରଣ ସେ ହେଉଛନ୍ତି ବାସ୍ତବ। ଆଜି ଅନେକ ତାହାଙ୍କ ବିଷୟ ନେଇ ଗୀତ ଗାଆନ୍ତି। ସେ ହିଁ ସତ୍ୟ, ସେ ହିଁ ବାସ୍ତବ। କିନ୍ତୁ ସେମାନେ ଯେଉଁପରି ଜୀବନଯାପନ କରନ୍ତି ଓ ଯେଉଁପରି ଗୀତ ଗାନ କରନ୍ତି ତାହା ମୋତେ ଆଶ୍ଚର୍ଯ୍ୟାନ୍ୱିତ କରେ ଯେ ପ୍ରକୃତିରେ କ'ଣ ସେମାନେ ତହିଁର ଅର୍ଥ ବୁଝନ୍ତି। ପ୍ରିୟ ବନ୍ଧୁ, ଏହା ବାସ୍ତବ। ମୁଁ ଏହା କହିବା ହେତୁ ନୁହେଁ ବା ଏଠାରେ ଏହା ଉଲ୍ଲେଖ ହୋଇଥିବା ହେତୁ ନୁହେଁ, କିନ୍ତୁ ଆପଣ ଏହାକୁ ଅନୁଭୂତି ମଧ୍ୟ ଦେଇ ପାଇଥିବା ହେତୁ ସେ ଆମମାନଙ୍କୁ କହିସାରିଛନ୍ତି ଯେ ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ ଓ ଯେ ତାହାଙ୍କ ଶରଣାଗତ ସେହି ଲୋକ ଧନ୍ୟ। ଏହି ବିଷୟକୁ ଥରେ ଚେଷ୍ଟା କରି ଦେଖନ୍ତୁ ତ। ଲେଖା ଅଛି, ରାତ୍ରି କାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା। ମୁଁ ଭାବେ ନାହିଁ ଯେ ସେ ଏଠାରେ ଶାରୀରିକ ହସ୍ତ ବିଷୟ ନେଇ କହୁଅଛନ୍ତି, ମାତ୍ର ଆତ୍ମାର ଏକ ମୁକ୍ତ ହସ୍ତ। ଏଠାରେ ସେ ଆଉ ଏକ ଚମତ୍କାର ବିଷୟ କଲେ, ଯାହାକି 77 ପର୍ବର 6 ପଦରେ ଲେଖା ଅଛି, ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି। ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି। ପୁଣି ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା। ଏଠାରେ ଗୀତ ରଚକ ଆଉ ଏକ ଚମତ୍କାର ବିଷୟ ସାଧନ କରୁଅଛନ୍ତି। ସେ ରାତ୍ରିରେ ରାତ୍ରିକାଳୀନ ଗୀତ ସ୍ମରଣ କରନ୍ତି, ଅର୍ଥାତ୍ ଯେଉଁ ରାତ୍ରିରେ କି ସମସ୍ୟା ଅଧିକରୁ ଅଧିକ ଭୟଭୀତ କରାଏ ଓ ବଡ଼ ଆକାର ଧାରଣ କରେ। ସବୁକିଛି ଅନ୍ଧକାର ମଧ୍ୟରେ ଅଧିକ ଅନ୍ଧକାରାଚ୍ଛନ୍ନ ହୋଇଯାଏ ଓ ମନୁଷ୍ୟ ଶାନ୍ତିରେ ନିଦ୍ରା ଯାଇପାରେ ନା। ସେହି ପ୍ରକାର ରାତ୍ରିରେ ଆପଣଙ୍କର ଗୀତକୁ ସ୍ମରଣ କରିବା ହେଉଛି ସବୁଠାରୁ ଉତ୍ତମ ବିଷୟ, କାରଣ ତାହା ହିଁ ଆମମାନଙ୍କୁ ସାନ୍ତ୍ୱନା ଦିଏ। ଏହି ପ୍ରକାର ରାତ୍ରିରେ ଗୀତ ଗାନ କରିବା ଏକ ଚମତ୍କାର ବିଷୟ। ମୁଁ ଭାବେ ନାହିଁ ଯେ ଆପଣ ବଡ଼ ପାଟିରେ ଗୀତ ଗାଇ ସମସ୍ତଙ୍କୁ ସେଜରୁ ଉଠାଇବେ। ଲେଖା ଅଛି, ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି। ରାତ୍ରି ହେଉଛି ଏକ ସମୟ ଯେତେବେଳେ ଆପଣ ଉଠନ୍ତି ଓ ବ୍ୟସ୍ତ ହୁଅନ୍ତି। ସମସ୍ୟା ଅତି ବଡ଼ ଆକାରରେ ଦୃଶ୍ୟ ହୁଏ। ପ୍ରତ୍ୟେକ ବିଷୟ ଅନ୍ଧକାର ମଧ୍ୟରେ ଏହାର ସ୍ୱାଭାବିକ ଅବସ୍ଥାଠାରୁ ଅଧିକ ବଡ଼ ଆକାରରେ ଦୃଶ୍ୟ ହୁଏ। କାରଣ ଆପଣ ଅନୁଭବ କରିଥିବେ ଯେ ଯେତେବେଳେ ଆପଣ ଅସୁସ୍ଥ ଥାଆନ୍ତି ସେତେବେଳେ ରାତ୍ରିଗୁଡ଼ିକ ନ ପାହିଲା ପରି ଜଣାଯାଏ, ଆଉ ସେହି ରାତ୍ରିଗୁଡ଼ିକ ଆପଣଙ୍କ ନିମନ୍ତେ ଦୀର୍ଘ ରାତ୍ରି ହୋଇଯାଏ। ତାହା ହିଁ ହେଉଛି ସମୟ ଯେଉଁ ସମୟରେ ଆପଣ ଆପଣଙ୍କର ଗୀତ ସ୍ମରଣ କରିପାରିବେ ବା ସ୍ମରଣ କରନ୍ତି। ତେବେ ବର୍ତ୍ତମାନ ଗୀତ ରଚକ କେତେକ ହତବୁଦ୍ଧିର ପ୍ରଶ୍ନ ଉଠାନ୍ତି। ତେବେ ଗୀତ 77 ପର୍ବର 7ରୁ 9 ପଦରେ ଏହିପରି ଲେଖା ଅଛି, ପ୍ରଭୁ କ'ଣ ସଦାକାଳ ପରିତ୍ୟାଗ କରିବେ? ସେ କ'ଣ ଆଉ ସୁପ୍ରସନ୍ନ ହେବେ ନାହିଁ? ତାହାଙ୍କ ଦୟା କ'ଣ ଚିରକାଳ ଲୁପ୍ତ ହେଲା? ତାହାଙ୍କ ପ୍ରତିଜ୍ଞା କ'ଣ ଚିରକାଳ ବିଫଳ ହୁଏ? ପରମେଶ୍ୱର କ'ଣ କୃପାମୟ ହେବାକୁ ପାଶୋରି ଅଛନ୍ତି? ସେ କ'ଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି? ପ୍ରକୃତରେ ନାସ୍ତିକମାନେ ଏହିପରି ପ୍ରଶ୍ନ ଉଠାନ୍ତି। ମାତ୍ର ଅନେକ ସମୟରେ ଆପଣ ଓ ମୁଁ ଆମେ ମଧ୍ୟ ଏହିପରି ପ୍ରଶ୍ନ କରୁ। ଆମେ ଏପରି କଥା କହୁ ସତେ ଯେପରି ଈଶ୍ୱର ନାହାନ୍ତି ଓ ସେ ଆମମାନଙ୍କର ପ୍ରାର୍ଥନା ଶୁଣୁନାହାନ୍ତି ଓ ତାହାଙ୍କର ଅନୁଗ୍ରହ ଆମମାନଙ୍କ ଉପରେ ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଈଶ୍ୱର ଉତ୍ତମ।
ସେ ଆମମାନଙ୍କର ଅଯୋଗ୍ୟତା ତଥା ଦୁର୍ବଳତା ସତ୍ତ୍ୱେ ମଧ୍ୟ ଆମମାନଙ୍କ ପ୍ରତି ତାହାଙ୍କର ଅନୁଗ୍ରହ ପ୍ରଦାନ କରିଥାନ୍ତି ଓ ଆମମାନଙ୍କ ପ୍ରତି ଉତ୍ତମ ବିଷୟମାନ ସାଧନ କରିଥାନ୍ତି, କାରଣ ସେ ଆମମାନଙ୍କୁ ବିନାଶ କରିବାକୁ ଚାହାନ୍ତି ନାହିଁ। 77 ପର୍ବର 13 ପଦରେ ଲେଖା ଅଛି, ହେ ପରମେଶ୍ୱର, ପବିତ୍ରତାରେ ତୁମ୍ଭର ପଥ ଥାଏ। ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ? ଲେଖା ଅଛି, ହେ ପରମେଶ୍ୱର, ପବିତ୍ରତାରେ ତୁମ୍ଭର ପଥ ଥାଏ। ଏହା ସେହି ପବିତ୍ର ଆବାସକୁ ପ୍ରକାଶ କରେ ଯାହାକି ମହାପବିତ୍ର ସ୍ଥାନ ଓ ଏହା ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସେହି ମାଣ୍ଡଳିକ ସହଭାଗିତାର ବିଷୟକୁ ସ୍ମରଣ କରାଇ ଦିଏ, ଯେଉଁଠାରେ ସେମାନେ ଈଶ୍ୱରଙ୍କ ପବିତ୍ର ସହଭାଗିତା ମଧ୍ୟରେ ସମବେତ ହୁଅନ୍ତି, ଯେପରି ସେମାନେ ପରସ୍ପରକୁ ପରିତ୍ୟାଗ ନ କରନ୍ତି। ଏବ୍ରୀ 10 ପର୍ବର 25 ପଦରେ ଲେଖା ଅଛି, ଆଉ କେହି କେହି ଯେପରି ଆମମାନଙ୍କ ମାଣ୍ଡଳିକ ଉପାସନା ପରିତ୍ୟାଗ କରିଥାନ୍ତି, ଆମମାନେ ସେହିପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇଆସୁଅଛୁ ବୋଲି ଦେଖୁଅଛ। ଯଦି ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ଈଶ୍ୱରଙ୍କ ଲୋକମାନଙ୍କ ସହିତ ମିଳିତ ହେବାକୁ ହେବ ଓ ସେମାନଙ୍କ ସହିତ ସହଭାଗିତା ସ୍ଥାପନ କରିବାକୁ ହେବ। ଲେଖା ଅଛି, ହେ ପରମେଶ୍ୱର, ପବିତ୍ରତାରେ ତୁମ୍ଭର ପଥ ଥାଏ। ଏହାର ଅର୍ଥ କ'ଣ? ଆଜି ଆମମାନଙ୍କୁ ଈଶ୍ୱରଙ୍କ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଅଛି। ଈଶ୍ୱର ଚାହାନ୍ତି ନାହିଁ ଯେ ଆପଣ ଓ ମୁଁ ଆମେ ଏକ କୋଣକୁ ଯାଇ ସେଠାରେ ନିଜକୁ ନିଜେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆନନ୍ଦ ଉପଭୋଗ କରିବା। ଆମମାନଙ୍କୁ ଅନ୍ୟମାନଙ୍କ ସହିତରେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଅଂଶୀ ହେବାକୁ ହେବ। ଅନ୍ୟମାନଙ୍କ ସହିତରେ ଈଶ୍ୱରଙ୍କ ବାକ୍ୟ ବାଣ୍ଟିବାକୁ ହେବ, ଯେପରି ଆମେ ଏକତ୍ର ଆତ୍ମିକ ଜୀବନରେ ବଢ଼ିପାରୁ। ଈଶ୍ୱର ଚାହାନ୍ତି ନାହିଁ ଆମେ ବିଶ୍ୱାସୀ ଭାଇ ଭଉଣୀମାନଙ୍କଠାରୁ ପୃଥକ ହୋଇଯାଇ ଏକାକୀ ଜୀବନଯାପନ କରୁ। ଖ୍ରୀଷ୍ଟୀୟ ଜୀବନ ହେଉଛି ଏକ ସହଭାଗିତାର ଜୀବନ। ଆମେମାନେ ଈଶ୍ୱରଙ୍କ ପରିବାର ମଧ୍ୟରେ ଅଛୁ ଓ ଆମମାନଙ୍କୁ ପରସ୍ପର ସହିତରେ ଈଶ୍ୱରଙ୍କ ବାକ୍ୟ ତଥା ଆଶୀର୍ବାଦକୁ ବାଣ୍ଟିବାକୁ ଅଛି। ତାହେଲେ ଆମେ ଆତ୍ମିକ ଜୀବନରେ ଉପକୃତ ହୋଇପାରିବା, ପରସ୍ପରକୁ ଉତ୍ସାହିତ କରିପାରିବା ଓ ପରସ୍ପରକୁ ପ୍ରଭୁରେ ବଢ଼ାଇ ପାରିବା। ସେହିପରି ଖ୍ରୀଷ୍ଟୀୟ ଜୀବନ ସହଭାଗିତା ବିନା ବର୍ତ୍ତିପାରେ ନାହିଁ, କିନ୍ତୁ ସହଭାଗିତାର ଜୀବନ ପ୍ରତ୍ୟେକଙ୍କୁ ପ୍ରେରଣା, ଶକ୍ତି ତଥା ଉତ୍ସାହ ଦେଇଥାଏ। ତେଣୁକରି ପବିତ୍ରତାରେ ତାଙ୍କର ପଥ ଥାଏ, ଯେଉଁ ପବିତ୍ର ସହଭାଗିତା ମଧ୍ୟରେ ଆମେ ଈଶ୍ୱରଙ୍କ ଉପସ୍ଥିତିକୁ ଉପଲବ୍ଧି କରିପାରୁ। ଆପଣ ଯଦି ଏକ ମାଣ୍ଡଳିକ ଉପାସନାରେ ଯୋଗ ଦିଅନ୍ତି, ଯେଉଁଠାରେ କି ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦିଆଯାଏ ଓ ପ୍ରଚାର କରାଯାଏ, ତାହେଲେ ଆପଣ ସେହି ସହଭାଗିତାରେ ଯୋଗ ଦେଇ ଆତ୍ମିକ ଜୀବନରେ ବୃଦ୍ଧିପ୍ରାପ୍ତ ହୁଅନ୍ତୁ। ଆପଣ ଆପଣଙ୍କର ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ପାଇପାରିବେ। ଆଜି ଶୟତାନ ସେହିମାନଙ୍କୁ ଆକ୍ରମଣ କରେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରନ୍ତି ଓ ତହିଁ ସପକ୍ଷରେ ଠିଆ ହୁଅନ୍ତି। ଏହା ହେଉଛି କିଛି ବିଷୟ ଯାହାକି ଆମମାନେ ଜାଣି ରଖିବା ଉଚିତ। ଏହାପରେ 77 ପର୍ବର 16-20 ପଦ ମଧ୍ୟରେ ଆମେ ଈଶ୍ୱରଙ୍କର ସେହି ଅତୀତର ଉଦ୍ଧାର କାର୍ଯ୍ୟକୁ ଲକ୍ଷ୍ୟ କରୁ, ଯାହାକି ସେହି ସୁଫ ସାଗର ମଧ୍ୟ ଦେଇ ସେ ଇସ୍ରାଏଲ ସନ୍ତାନଗଣକୁ କଢ଼ାଇ ଆଣିଥିଲେ। ଦେଖନ୍ତୁ, ଲେଖା ଅଛି, ହେ ପରମେଶ୍ୱର, ଜଳରାଶି ତୁମ୍ଭକୁ ଦେଖିଲା, ଜଳରାଶି ତୁମ୍ଭକୁ ଦେଖି ଭୀତ ହେଲା, ମଧ୍ୟ ବାରିଧି କମ୍ପିତ ହେଲା। ମେଘମାଳ ଜଳବୃଷ୍ଟି କଲେ, ଆକାଶ ଗର୍ଜନ କଲା, ମଧ୍ୟ ତୁମ୍ଭର ତୀର ସବୁ ବ୍ୟାପ୍ତ ହେଲା। ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା, ବିଜୁଳି ଜଗତକୁ ଆଲୁଅମୟ କଲା, ପୃଥିବୀ କମ୍ପିତ ଓ ଥରହର ହେଲା। ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି ତୁମ୍ଭର ପଦଚିହ୍ନ ଜଣା ନୋହିଲା। ତୁମେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ। ତେବେ ଦେଖନ୍ତୁ, ଏଠାରେ ଆମେ ଈଶ୍ୱରଙ୍କର ସେହି ଅଲୌକିକ ଶକ୍ତିର କାର୍ଯ୍ୟକୁ ଦେଖୁଛୁ, ଯାହାକି ଅତୀତରେ ଇସ୍ରାଏଲ ସନ୍ତାନଗଣଙ୍କୁ ସେ ସେହି ଜଳ ମଧ୍ୟ ଦେଇ କଢ଼ାଇ ଆଣିଥିଲେ। ପ୍ରିୟ ବନ୍ଧୁ, ଏଠାରେ ଆମକୁ ଏହି ଶିକ୍ଷା ମିଳେ ଯେ ଈଶ୍ୱର ଆଜି ମଧ୍ୟ ତାଙ୍କ ଲୋକମାନଙ୍କୁ ନାସ୍ତିକତାର ବନ୍ଧନରୁ ଓ ସମସ୍ତ ପ୍ରକାର ଅନୈତିକତା ଓ ଅନୀତି ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ସମର୍ଥ। ଆମମାନଙ୍କର ସତ ଅଯୋଗ୍ୟତା ଓ ଦୁର୍ବଳତା ସତ୍ତ୍ୱେ ମଧ୍ୟ ସେ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସମର୍ଥ, ଯଦି ଆମେ ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହି ପ୍ରାର୍ଥନା କରୁ। ଆସନ୍ତୁ ଏହାପରେ 78 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ମୋଶାଙ୍କଠାରୁ ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣର ଇତିହାସ ପ୍ରଦାନ କରେ। ଏହା ସେହି ମିଶରଠାରୁ ଆରମ୍ଭ କରି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣର ଇତିହାସ ମଧ୍ୟ ଦେଇ ଆମମାନଙ୍କୁ ମଧ୍ୟ ଶିକ୍ଷା ଦିଏ।
ଏହି ଗୀତରେ ଆମେ ଈଶ୍ୱରଙ୍କ ଲୋକମାନଙ୍କର ବିଫଳତା ଓ ଈଶ୍ୱରଙ୍କର ବିଶ୍ୱସ୍ତତାକୁ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମତଃ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ଆହ୍ୱାନ କରନ୍ତି। ସେ ତାହାଙ୍କର ଲୋକମାନଙ୍କୁ ତାହାଙ୍କର ବାକ୍ୟ ଶୁଣିବାକୁ କହନ୍ତି। ତେବେ ଏହା ଏକ ଦୀର୍ଘ ଗୀତ, ମାତ୍ର ଆମେ ଏହାର କେତେକ ମୁଖ୍ୟ ପଦ ଉପରେ ଟିକେ ଦୃଷ୍ଟି ଦେବା। ମାତ୍ର ମୋର ଅନୁରୋଧ, ଆପଣଙ୍କ ପାଖରେ ଯଦି ପବିତ୍ର ବାଇବଲ ଅଛି ତାହେଲେ ଆପଣ ଏହି 78 ଗୀତଟିକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିନେବେ। ତେବେ ଆମେ ଏହି ପର୍ବଟିକୁ ଆଗାମୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରିବା ନିମନ୍ତେ ଯିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।